ସାଧାରଣତଃ ଆମେ 3 ଅଙ୍କ ବିଶିଷ୍ଟ ସଂଖ୍ୟାଟିକୁ ସବୁବେଳେ ଅଶୁଭ ଏବଂ ଅମଙ୍ଗଳ ବୋଲି ଭାବିଥାନ୍ତି। କିନ୍ତୁ ବାସ୍ତବିକ ଗୋଟେ କଥା ଜାଣନ୍ତି, ମହାଦେବଙ୍କର ଅତି ପ୍ରିୟ ହେଉଛି ଏଇ 3 ଅଙ୍କ ବିଶିଷ୍ଟ ସଂଖ୍ୟା। କାରଣ ଏଇ 3 ଅଙ୍କରେ ତାଙ୍କର ବହୁତ ଗଭୀର ସମ୍ପର୍କ ଅଛି। ଆପଣ ଜାଣନ୍ତି? ତାହେଲେ ଆପଣଙ୍କୁ ଗୋଟି ଗୋଟି କରି ମହାଦେବଙ୍କର 3 ସଂଖ୍ୟା କ'ଣ ଜାଣନ୍ତି? ସେ ହେଉଛି 3 ନେତ୍ରଧାରୀ ମହାଦେବ ଅଟନ୍ତି। ସବୁବେଳେ 3 ନେତ୍ରରେ ସେ ଦେଖନ୍ତି। ତ୍ରିଶୂଳଧାରୀ, 3 ଶାଖା ବିଶିଷ୍ଟ ତ୍ରିଶୂଳଧାରୀ। ତ୍ରିଶାଖା ବେଲପତ୍ର ସବୁବେଳେ ମହାଦେବଙ୍କୁ ଚଢ଼ା ହୁଏ ଏବଂ ତ୍ରିରେଖା ତାଙ୍କ ମଥାରେ ସବୁବେଳେ ତିଲକ ମରାଯାଏ। ତାହା ହେଉଛି ସବୁବେଳେ ଏହାର କାରଣ କ'ଣ ଜାଣନ୍ତି? ତ୍ରିଶୂଳର 3 ଭାଗ 3 ଲୋକକୁ ସବୁବେଳେ ଦର୍ଶାଏ, ଆଉ 3 ନେତ୍ରରେ 3 କାଳକୁ ଦର୍ଶାଏ। ସେ ହେଉଛି ଭବିଷ୍ୟତ, ଅତୀତ ଆଉ ବର୍ତ୍ତମାନ। ଆଉ 3 ରେଖାର ତିଲକ ମଥାରେ ଏହା ଦର୍ଶାଇଥାଏ ଆତ୍ମା ରକ୍ଷଣ, ଆତ୍ମା ଚିନ୍ତନ ଆଉ ଆତ୍ମାବୋଧର ସବୁବେଳେ ଖବର ଦେଇ। ଆଉ 3 ଶାଖା ବେଲପତ୍ର ହେଉଛି ସର୍ବୋତ୍ତମ ଆଉ ରଜଗୁଣର ପ୍ରତୀକ ଅଟେ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଆଉ ଯଦି ପ୍ରକୃତରେ ଆପଣ ମହାଦେବଙ୍କର ଭକ୍ତ ହେଇଥିବେ ତାହେଲେ କମେଣ୍ଟରେ ଆସି ହର ହର ମହାଦେବ ଲେଖିବାକୁ ତାହା ବି ଭୁଲିବେନି। ଯଦି ଆପଣଙ୍କର ମହାଦେବଙ୍କ ପ୍ରତି ଭକ୍ତି ଥାଏ